ମିଳିଲା ଏବଂ এইটি হচ্ছে শুদ্ধ গৌরবহীন ভয়হীন মর্যাদাহীন শুদ্ধ প্রীতি। ତାକୁ ବୁଝିବା ପାଇଁ ବହୁତ ସାହିତ୍ୟକାର ସାହିତ୍ୟ ଶବ୍ଦ ଦାର୍ଶନିକ ଶବ୍ଦ ସବୁ ଦରକାର। ଏ ପ୍ରୀତିର କଥା ଇଏ, ପ୍ରେମର କଥା ଇଏ, ପ୍ରେମର ଗୀତ ଇଏ, ଅନ୍ୟ କେହି ବୁଝିପାରିବେନି। ଯାହାର ପ୍ରେମ ଯୋଉଠି ଅଛି ପ୍ରୀତି ଅଛି ସିଏ ସେଇଠି ବୁଝିପାରିବ। ମାର ସ୍ନେହ ତାର ପିଲା ପ୍ରତି ଅଛି କେମିତି ଅଛି ସିଏ ସେଇଟା ବୁଝିବ। କିଏ ଆଉ ତାକୁ ତମର ଦେଖିକିରି ବୁଝିପାରିବ ନା ଜାଣିପାରିବ ଅନୁଭବ କଣ ହଉଛି ବୁଝିପାରିବେ? ଏଇଟା ହଉଛି ଅନୁଭବ ବିଦ୍ୟା, ଅନୁଭବ ତତ୍ତ୍ୱ, ଅନୁଭବ କଥା। ସେଇଠି ଏବେ କୃଷ୍ଣ ପଳେଇଲେ, 4 ଦିନରେ ପଳେଇ ଆସିବେ ବୋଲି କହିଦେଇକି ଯାଇଛନ୍ତି। ମା ସେମିତି ଅପେକ୍ଷା କରିଛନ୍ତି, ବାପା ସେମିତି ଅପେକ୍ଷା କରିଛନ୍ତି। ମା ଯେତେବେଳେ ଖାଇବାକୁ ଯିବେ ପିଲାବେଳର କଥା ମନେ ପଡୁଛି। କୃଷ୍ଣଙ୍କୁ କହୁଥିଲେ, ହଟ କରୁଥିଲେ, ସେତେବେଳେ ତାଙ୍କୁ ଖୋଉଥିଲେ, ବାପାଙ୍କ ସାଙ୍ଗରେ ଖାଉଥିଲେ, ନିଜେ ଖାଉଥିଲେ। ଏବେ ଯେତେବେଳେ ଖାଇବାକୁ ଆଣିବେ, ଖାଇବାକୁ ଯିବେ, କୃଷ୍ଣ କଥା ମନେ ପଡ଼ିଲେ ହୃଦୟ ଭିତରୁ ଯୋଉ ଭାବ ରୂପକ ତାଙ୍କର ତରଙ୍ଗ ହେଇକି ସେତେବେଳେ ବାଷ୍ପଧାରା ତାଙ୍କର ବିଚ୍ଛେଦରେ ବିରହରେ ଅଗ୍ନି ଯେତେବେଳେ ବାଷ୍ପ ହେଇକିରି ଆସିବ କଣ୍ଠକୁ ରୁଦ୍ଧ କରିଦବ, ଆଉ ଖାଇବା କଥା କଣ ସେ ବାଷ୍ପ ସବୁ ଆଖିରୁ ଲୁହ ହେଇକିରି ଆଖି ଆଗରେ ସ୍ନେହରେ ପଡେ। ବୁଦ୍ଧି ଆଉ ବିବେକ ବିଚାର ଧୈର୍ଯ୍ୟ ମଣିଷ ମାନଙ୍କର ପେସେନ୍ସ ଧୈର୍ଯ୍ୟ এইଗୁଡ଼ିକ ସେ ପର୍ଯ୍ୟନ୍ତ କାମ କରୁଥିବ ଯେ ପର୍ଯ୍ୟନ୍ତ ତାର এই ପ୍ରୀତି ପ୍ରେମର ଅଧୀନ ହେଇନଥିବ। ଯେତେବେଳେ ପ୍ରୀତିର ଅଧୀନ ହେଇଯିବ ସେତେବେଳେ ଆଉ ଏଗୁଡ଼ା କିଛି କାମ କରିବନି। ଭାବ ରାଜ୍ୟରେ ଯେତେବେଳେ ପହଞ୍ଚିଯିବ ସେ ଭାବ ପହଞ୍ଚିଗଲେ ଆଉ ସେ ତାକୁ ଛାଡ଼ିପାରିବନି, ସେ ପର୍ଯ୍ୟନ୍ତ ରହିଥିବ ସିଏ। ତ ମା ତ ଆଉ ଖାଇପାରୁନାହାନ୍ତି, ଖାଇବେ କେମିତି? ହୃଦୟରୁ ତ ସେ କୋହ ସମସ୍ତଙ୍କର ଅନୁଭବ ହଉଛି ଏ ସଂସାର ଭିତରେ। ଯିଏ ଯାହାକୁ ଭଲ ପାଉଛନ୍ତି, ମାତା ପିତାଙ୍କର ସନ୍ତାନ ପ୍ରତି, ସାଙ୍ଗ ପ୍ରତି, କିଏ ବିୟୋଗ ହେଇଗଲା, କିଏ ମରିଗଲା, କିଏ ଛାଡ଼ି ଦେଇକି ପଳେଇଲା, କିଏ କୋଉଠି ପଳେଇଲା, ଖାଇବା ପିଇବା ଘର ଦ୍ୱାର ମାନଙ୍କରେ ସବୁ ବନ୍ଦ ହେଇଯିବ ତାଙ୍କ ବିଚ୍ଛେଦରେ। ତ ଭଗବାନ ସେଇଠି ରହିଛନ୍ତି ପୁତ୍ର ରୂପରେ, ତାଙ୍କର ସଖା ରୂପରେ ରହିଛନ୍ତି। ଖାଉନାହାନ୍ତି ପିଉନାହାନ୍ତି, କେବଳ କୃଷ୍ଣ ଆସିବେ ଆମେ ଦେଖୁ ବୋଲି ରହିଛନ୍ତି। ପ୍ରାୟ ପ୍ରାଣାନ ପ୍ରାଣୀଷୁ କଥଞ୍ଚନ, ପ୍ରାଣ ବାୟୁରେ ତାଙ୍କର ରହିଛନ୍ତି, ଆଉ ଖାଇବା ପିଇବା କିଛି ନାହିଁ। ସମସ୍ତଙ୍କର ଶରୀର ଖାଦ୍ୟ ବନ୍ଦ, ଶରୀରକୁ ଥିଲେ ସିନା ଶରୀରକୁ କିଏ ଦେଖିବ ବୋଲିକିରି ତାକୁ ଆନନ୍ଦ ଥିଲେ ସିନା ଶରୀରକୁ ଲୁଗାପଟା ପିନ୍ଧେଇବ, ତାକୁ ଖୁଆଇବ, ତାକୁ ସ୍ନାନ କରେଇବ, ତାକୁ ରଙ୍ଗ କରେଇବ, ତାକୁ କସ୍ମେଟିକ୍ କରେଇବ, ତାକୁ ବେଶଭୂଷା କରେଇବ, ଅଳଙ୍କୃତ କରେଇବ। କିନ୍ତୁ ଭିତରେ ଯଦି ତାର ବିଚ୍ଛେଦ ରୂପକ ଅଗ୍ନି ତା ଯୋଉଥିବ ତାର କରିବ କଣ? ସିଏ ସେଇ ବିରହ ଅଗ୍ନିରେ ତାଙ୍କୁ ସେ ପ୍ରକାର କରିଦେଇଛନ୍ତି ଯେ ତାଙ୍କ ଦେହରେ ଆଉ ମାଂସ ନାହିଁ, ଆଉ ଶରୀରରେ ତେଜ ନାହିଁ, କେବଳ ହାଡ଼ ଆଉ ଚର୍ମ ଇତ୍ୟାଦି ଅଛି। ଯଶୋଦା ମାଙ୍କର ତ ଅଣ୍ଟା ପଡ଼ିଗଲାଣି, ଉଠି ପାରୁନାହାନ୍ତି। ଯାହା ହଉ ଉଦ୍ଧବ ଆସି ପହଞ୍ଚିଲେ ରାତିରେ, ତାଙ୍କୁ ବୁଝେଇବାକୁ କହିଲେ, କୃଷ୍ଣ କହିଛନ୍ତି ତମେ ଯାଇ ବୁଝେଇ ଦବ। ମତ ସନ୍ଦେଶ ବିମୋଚୟ, ମୋର ସନ୍ଦେଶ କହିକି ତାଙ୍କୁ ସାନ୍ତ୍ୱନା କରିଦବ, ସାନ୍ତ୍ୱନା ଦେବା ପାଇଁ ଆସିଛନ୍ତି। କିନ୍ତୁ ବୃହସ୍ପତିଙ୍କର ଶିଷ୍ୟ ଉଦ୍ଧବ ହଉଛନ୍ତି। ବୃହସ୍ପତିଙ୍କଠୁ ପଢିକିରି ସେ ଆସିଥିଲେ, ତାଙ୍କର ପୂର୍ବ ଜନ୍ମର କଥା ଅଛି। ବୃହସ୍ପତିଙ୍କଠୁ ପଢିଥିଲେ। ଯଦୁନାଂ ପ୍ରବରୋ ମନ୍ତ୍ରୀ କୃଷ୍ଣସ୍ୟ ଦୟିତ ସଖା, ଶିଷ୍ୟ ବୃହସ୍ପତି ସାକ୍ଷାତ ଉଦ୍ଧବ ଯଦୁସତ୍ତମ। ଯାଦବ ମାନଙ୍କ ଭିତରେ ହଉଛନ୍ତି ପ୍ରଧାନମନ୍ତ୍ରୀ। ତାଙ୍କର ଏହି ପ୍ରକାର ଜ୍ଞାନ ଥିଲା, ଉପଦେଶ ତାଙ୍କଠୁ ଯଦୁ ମାନଙ୍କ ପାଖରେ ପଚାରୁଥିଲେ, ତାଙ୍କଠୁ ନେଉଥାନ୍ତି। ବଡ଼ ଜ୍ଞାନୀ ଥିଲେ, କୃଷ୍ଣଙ୍କର ସଖା ଥିଲେ, ଭକ୍ତ ମଧ୍ୟ ଥିଲେ, ଦାସ ଥିଲେ, ପ୍ରିୟ ସଖା ଥିଲେ। କିନ୍ତୁ ଏ ଯୋଉ ପ୍ରେମ
ଭକ୍ତି ଜ୍ଞାନୀ ଭକ୍ତ ଥିଲେ, ପ୍ରେମ ଭକ୍ତି କ'ଣ ଜାଣିନଥିଲେ। ଭଗବାନ ତାଙ୍କୁ କହିଲେ, ସେଇଠୁ କହିଲେ ତାଙ୍କୁ ବୁଝେଇଦେବା ଭଗବାନଙ୍କ ବିଷୟରେ କହିକିରି କାହିଁ କାଉଁଛନ୍ତି, କାହିଁକି ରହିବେ, ତାଙ୍କୁ ବୁଝେଇଲେ। ଆସିଲେ, ଆସିକି ପହଞ୍ଚିଲେ ସନ୍ଧ୍ୟା ସମୟରେ। ପହଞ୍ଚିକି ତାପରେ ନନ୍ଦ ମହାରାଜ ତାଙ୍କୁ ନେଲେ, ଜାଣିଛନ୍ତି, ରଖିଲେ, ଖାଇବା ପିଇବାକୁ ଦେଲେ, ସବୁ କଲେ, ବସିଲେ। ରାତିରେ କଥାବାର୍ତ୍ତା ହେଲେ। ନନ୍ଦ ମହାରାଜ ପଚାରିଲେ, ଆମର କାହ୍ନା କେମିତି ଅଛନ୍ତି? ଯଶୋଦା ମା ଅଛନ୍ତି। ଦୁଃଖରେ ଭାବିଥିଲେ କାଳେ କୃଷ୍ଣ ଆସିବେ ବୋଲି। କୃଷ୍ଣ ତ ଆସିନାହାନ୍ତି। ଉଦ୍ଧବଙ୍କୁ ପଠେଇଛନ୍ତି। କହିଲେ ମୋତେ ପଠେଇଲେ, କାହିଁକି ଆସିନାହାନ୍ତି? ତମେ କହିବ ଯେ କୃଷ୍ଣ ଛାଡ଼ିଦେଇ କେମିତି ପଳେଇଲେ, ଆସିଲେନି, କେମିତି ଏତେ ଭଲ ପାଉଥିଲେ। କୃଷ୍ଣ କେମିତି ଆସନ୍ତି? ଜରାସନ୍ଧ ଅସୁରମାନେ ତାଙ୍କୁ ଆକ୍ରମଣ କଲେ। ମଥୁରା ଭିତରେ ଆକ୍ରମଣ କଲେ। ତାଙ୍କର ଗଡ଼ ଥିଲା, ସେ ଗଡ଼ ଭିତରେ ବାଉଣ୍ଡ୍ରି ଥିଲା। କ୍ଷତ୍ରିୟମାନେ ଅଛନ୍ତି ଯୁଦ୍ଧ କରିବା ପାଇଁ, ତାଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଅଛି, ରଥି ଅଛି, ହାତୀ ଅଛି, ଘୋଡ଼ା ସବୁ ଅଛି। ସେଥିପାଇଁ ଯୁଦ୍ଧ କଲେ, ସାଙ୍ଗରେ 18-12 ଯୁଦ୍ଧ କଲେ, ଜରାସନ୍ଧକୁ ମାରିଲେ, ଏସବୁ କଲେ। କୃଷ୍ଣ ଯଦି ବୃନ୍ଦାବନକୁ ଆସନ୍ତି, ବୃନ୍ଦାବନ ଯଦି ଅସୁରମାନେ ଆକ୍ରମଣ କରିବେ, ୟାଙ୍କର ତ କିଛି ନାହିଁ। ଆଗେ ସବୁ ଗୋପାଳ ଗୋପପୁର ପଲ୍ଲୀ ଗାଁ ଭିତରେ ଖୋଲାରେ ସମସ୍ତେ ରହିଥାଉଛନ୍ତି। ୟାଙ୍କୁ ଯଦି ଆକ୍ରମଣ କରିବେ, ମାରିବେ। ସେଥିପାଇଁ କୃଷ୍ଣ ତାଙ୍କର ପ୍ରିୟତମା ସମସ୍ତଙ୍କୁ କୌଣସି ବିପତ୍ତି ନ ହଉ, ସେଥିପାଇଁ ସିଏ ମଧ୍ୟ ତାଙ୍କର ବିଚ୍ଛେଦ ସହିଲେ ସିନା, ଉଦ୍ଧବକୁ ପଠେଇଲେ ସିନା, ସିଏ ମଧ୍ୟ ଆସିଲେନି। କାହିଁକି ଆସିନାହାନ୍ତି? ତାର କାରଣ ହେଉଛି, ତାପରେ ଉଦ୍ଧବ ଆସି ତାଙ୍କୁ ବୁଝେଇଲେ। କହିଲେ, ନ ମାତା ନ ପିତା ତସ୍ୟ, ନ ଭ୍ରାତା ନ ସୁତାଦୟ, ନ ଭାର୍ଯ୍ୟା, ତାଙ୍କର ବାପା କିଏ ନାହିଁ, ତାଙ୍କର ମା କିଏ ନାହିଁ, ତାଙ୍କର ଭାଇ କିଏ ନାହିଁ, ତାଙ୍କର କିଏ ଭାର୍ଯ୍ୟା ନାହିଁ, ତାଙ୍କର ପୁତ୍ର ନାହିଁ। ନ ପ୍ରିୟ ନ ଅପ୍ରିୟ, ତାଙ୍କର ପ୍ରିୟ କିଏ ନାହିଁ, ତାଙ୍କ ଅପ୍ରିୟ କିଏ ନାହିଁ, ତାଙ୍କର ଶତ୍ରୁ ନାହିଁ, କିଏ ମିତ୍ର ନାହିଁ। ସର୍ବୈବ ଏବ, ସେ ସମସ୍ତଙ୍କର କାରଣର କାରଣ ସ୍ୱରୂପ। ବୀଜଂ ପ୍ରଧାନଂ ପ୍ରକୃତି ପୁମାଞ୍ଚ, ଏଇ ଦୁଇ ଭାଇ ବଳରାମ କୃଷ୍ଣ ହିଁ ଏ ସଂସାରର ପ୍ରଧାନ ଏବଂ ପ୍ରକୃତି ଏବଂ ବୀଜ ସ୍ୱରୂପ। ତାଙ୍କୁଠି ହିଁ ଜଗତ ସୃଷ୍ଟି କରି ଆସି ଚରାଚର ସବୁ ଆସିଛି। ତମେ ତାଙ୍କ ବିଷୟରେ ଚିନ୍ତା କରିକିରି କନ୍ଦାକନ୍ଦି କରିକି ଯେଉଁ ଖାଇବା ପିଇବା ବନ୍ଦ କରୁଛ, ସେଗୁଡ଼ିକ କରିବା ଠିକ୍ ନାହିଁ। ତମେ ସବୁ କହିବେ କ'ଣ? ତାଙ୍କୁ ଭୁଲିଯିବ ବୋଲି କହିବେ କି? ସେଇଟା ବି କହିବା ଠିକ୍ ନାହିଁ। ଭଗବାନ ଭୁଲିଯିବା ପାଇଁ କିଏ କହିବ? ଭୁଲିଯିବା ପାଇଁ ତ କହିପାରୁନାହାନ୍ତି, କିନ୍ତୁ ତାଙ୍କୁ ସାନ୍ତ୍ୱନା ବି ଦେଇପାରୁନାହାନ୍ତି। ଏମିତି କହିଲେ ବ୍ରହ୍ମଜ୍ଞାନ କଥା, ତାଙ୍କର ରୂପ ନାହିଁ, ତାଙ୍କର ଗୁଣ ନାହିଁ, ତାଙ୍କର ଲୀଳା ନାହିଁ, ତାଙ୍କର କିଏ ପ୍ରିୟ ନାହିଁ। ମା ସେଇଠୁ କହିଲେ, ନନ୍ଦ ମହାରାଜ କହିଲେ, କୃଷ୍ଣଙ୍କର ପିଲାଦିନର ଖେଳ, ସବୁ ଖେଳନା, ସବୁ ଯାହା ଥିଲା ସବୁ ରଖିଛନ୍ତି ଘର ଭିତରେ। ଦେଖୁଛନ୍ତି, ସେଟାକୁ ଦେଖିଲେ ତାଙ୍କ ମନ ଭିତରେ ଭାବନା ଆସୁଛି। ତାଙ୍କର କଥା ମନେ ପଡୁଛି, କୃଷ୍ଣଙ୍କର ବାଳ ଚରିତ୍ର ଲୀଳା କଥା ମନେ ପଡୁଛି। ହେଲେ ସେଗୁଡା କ'ଣ କାଢିକି ଫିଙ୍ଗିଦେବେ କେମିତି? ଭଗବାନଙ୍କର ଚରିତ୍ର ଲୀଳା କଥା ସବୁ ଯୋଉଠିକି ଯାଉଛନ୍ତି, କୋଉ ଗଛକୁ ଦେଖିଲେ କୃଷ୍ଣଙ୍କର ଲୀଳା କଥା, ଯମୁନାକୁ ଗଲେ କୃଷ୍ଣଙ୍କର ଲୀଳା କଥା, ଗୋବର୍ଦ୍ଧନ ଗଲେ କୃଷ୍ଣଙ୍କର ଲୀଳା କଥା, କୌଣସି କାର୍ଯ୍ୟକୁ ଗଲେ ସେଇଠି ତାଙ୍କର ଚରିତ୍ର ଲୀଳା କଥା ମନେ ପଡୁଛନ୍ତି। ଯେତେବେଳେ ମନେ ପଡୁଛନ୍ତି, ସେତେବେଳେ କୃଷ୍ଣଙ୍କର ଭାବରେ ଭାବିତ ହେଉଛନ୍ତି, ମୋହିତ ହେଇକିରି ତାଙ୍କ କଥା ସ୍ମରଣରେ ରହୁଛନ୍ତି। ଶେଷରେ ତାଙ୍କ ପାଖରେ ଉଦ୍ଧବ କିଛି ଆଉ ବାକ୍ୟ ସ୍ଫୁରିଲାନି। ତାଙ୍କୁ ସ୍ତୁତି କଲେ, କହିଲେ ତମେ ହଉଛ ଏ ଦି ଜଣ ଏ ସଂସାର ଭିତରେ ସବୁଠୁ ଶ୍ରେଷ୍ଠ। ଯୋଉଥିପାଇଁ ଲୋକମାନେ, ଦେବତା ଋଷି ମୁନିମାନେ ତପସ୍ୟା କରୁଛନ୍ତି, ଦାନ କରୁଛନ୍ତି, ବ୍ରତ କରୁଛନ୍ତି, ସବୁ ଉପବାସ କରୁଛନ୍ତି, ଯାହାଙ୍କର କୃପା ପାଇବା ପାଇଁ। ତମେ ତାଙ୍କ ପ୍ରତି ଯୋଉ ଏ ପ୍ରକାର ନିରୂଢ ଭାବ ତମର ରହିଛି, ଏଇଟା ମୁନିନାମପି ଦୁର୍ଲଭା, ଋଷି ମୁନି ମାନେ ମଧ୍ୟ ଧ୍ୟାନ କରି ପାଇପାରୁନାହାନ୍ତି ବୋଲି ସ୍ତବ ସ୍ତୁତି କଲେ। ସକାଳୁ ଉଠିଲେ, ସକାଳୁ ଉଠିକିରି ତାଙ୍କର ବେଶଭୂଷା ସବୁ କଲେ। କୃଷ୍ଣ ତାଙ୍କୁ ତାଙ୍କର ଲୁଗା, ପୀତ ବସ୍ତ୍ର, ତାଙ୍କର ବେଶ କୁଣ୍ଡଳ ସବୁ ଦେଇଛନ୍ତି। ଅଚ୍ୟୁତ ବେଶଭୂଷଣ ଅପିଚ୍ୟ, ଅତ୍ୟନ୍ତ ସୁନ୍ଦର ବେଶରେ କୃଷ୍ଣଙ୍କର ଭଳି ରଙ୍ଗଟା ମଧ୍ୟ ତାଙ୍କର ଭଳି ସୁନ୍ଦର ରୂପରେ ସେ ଆସିଛନ୍ତି, ତାଙ୍କର ଭାଇ ହେବେ।
कृष्णଙ୍କର। ସକାଳୁ ଗୋପୀମାନେ ଉଠିଲେ, ଉଠିକି ଦେଖିଲେ 7 କୁମ୍ଭ ସେଇ ରଥଟା ଯିଏ ଅକ୍ରୁର ନେଇକିରି ପଳେଇଥିଲା, ସେଇ ରଥଟା ଯୋଉରେ ଆଣିଥିଲା ସେଇ ରଥଟାକୁ ଧରିକି ଆସିଛନ୍ତି। କିଏ ଆସିଛି? ମନେ ମନେ ସମସ୍ତେ ପଚାରିଲେ, ଏ ରଥ ଆସିଛନ୍ତି, ତାଙ୍କୁ ସବୁ ଘର ପରିଷ୍କାର କରିବେ, ଝାଡ଼ୁ ଦେବେ, ଗୋବର ପାଣି ପକେଇବେ, କି ତାଙ୍କର ସକାଳୁ ଯୋଉ ଗାଁ ଭିତରେ କରିବା କଥା ଘର ଭିତରେ କରିବା ପାଇଁ ଦେଖିଲେ, ସମସ୍ତେ ଏକତ୍ରିତ ହେଇଗଲେ। ଏକତ୍ରିତ ହେଇକିରି କହିଲେ, ମନ ଭିତରେ ଟିକେ କୋପ ରହିଲା, ଅଭିମାନ ଗୁମାନ ରହିଲା, ଦେଖ ଆମ ସହିତ ଏତେ ପ୍ରୀତି କଲେ, ନାଟକ କଲେ, ଗୀତ କଲେ, ସର୍ବସ୍ୱ ଆମେ ତ୍ୟାଗ କରି ତାଙ୍କୁ ଭଲ ପାଇଲୁ, ଶେଷରେ ଆମକୁ ଛାଡ଼ି ଦେଇ ପଳେଇଲେ। ମନ ଭିତରେ କଥାବାର୍ତ୍ତା ଏମିତି ସବୁ ହେଲେ। ଉଦ୍ଧବ ସେଇଠୁ ନିତ୍ୟକର୍ମ ସାରି ପଦାକୁ ଆସିଲେ, ଆସିକି ମିଶିଲେ, ଦେଖିଲେ। ଉଦ୍ଧବଙ୍କୁ ଟିକେ ପ୍ରଥମରେ ତ ଜାଣିନାହାନ୍ତି, ପୁରୁଷଙ୍କ ସାଙ୍ଗରେ ମିଶିବେ କେମିତି, ସେଥିପାଇଁ ଟିକେ ତଡେଇକିରି ତାଙ୍କ ଭିତରେ କଥା ହଉଛନ୍ତି। କହିଲେ, ଏଇ ଯୋଉ ଅକ୍ରୁର ଆସିଥିଲା ଆମର ଆଖି ଦିଟାକୁ ଫୁଟେଇକି ଧରିକି ପଡିଲା, ନାଁଟା ସିନା ଅକ୍ରୁର, ପ୍ରକୃତରେ ସେ କ୍ରୂର। ତାଙ୍କୁ ଅକ୍ରୁରଙ୍କ ବିଷୟରେ କଥା କହିଲେ। ଉଦ୍ଧବଙ୍କୁ ଦେଖିଲେ, ଇଏ କିଏ, ସେ ଆସିଛନ୍ତି କଣ କହିନା, ଇଏ ଆସିଛନ୍ତି। ତାଙ୍କୁ କହିଦେଲେ, ଯଶୋଦାଙ୍କ ମାଙ୍କ ପାଖରେ ଯୋଉମାନେ ଥିଲେ ରାତିରେ ବୁଝଉଥିଲେ, ତମେ ସବୁ କୃଷ୍ଣଙ୍କୁ କାହିଁକି ଏମିତି ସବୁ ଡାକୁଛ, କାହିଁକି ତାଙ୍କ ପାଇଁ ଝୁରି ମୁରିକି କରୁଛ, ତାଙ୍କର କିଏ ବାପା ନାହିଁ, ମା ନାହିଁ, ପ୍ରିୟ ନାହିଁ, ଅପ୍ରିୟ ନାହିଁ, ତାଙ୍କର କୌଣସି ସଖା ନାହିଁ, ସଖୀ ନାହିଁ, ଏସବୁ ନାହିଁ। ଆଉ ତାଙ୍କେ ସର୍ବ କାରଣ ଏମିତି ସବୁ କହୁଥିଲେ, ତାଙ୍କୁ ବୁଝଉଥିଲେ। ଆଉ ରାତି ଯାକ ଶୋଇନାହାନ୍ତି, ବାପା ମା କାନ୍ଦୁଥିଲେ କି ବସିଥିଲେ। ସିଏ ବୁଝ, କୃଷ୍ଣ ପଠେଇଛନ୍ତି ଆଙ୍କୁ ବୁଝେଇବା ପାଇଁ ସମସ୍ତଙ୍କୁ। ଗୋପୀମାନଙ୍କୁ କହିଲେ, ଗୋପୀମାନେ ଜାଣିଲେ। ଉଦ୍ଧବ ଯାଇ ତାଙ୍କ ପାଖକୁ ଗଲେ, କୃଷ୍ଣ ଦେଇଛନ୍ତି ଗୋଟେ ଚିଠିଟେ ଲେଖିକିରି ରାଧାରାଣୀଙ୍କ ପାଖକୁ ଆଉ ଗୋପୀମାନଙ୍କ ପାଖକୁ ଗୋଟେ ଚିଠିରେ ଲେଖି ଦେଇଛନ୍ତି। କେତେଟା ଶ୍ଲୋକ ବୁଝେଇକି ଲେଖିଛନ୍ତି ଯେ ମୋ ପାଇଁ ତମେ କାନ୍ଦିବନି, ବୁଝିବନି, କରିବ, ଏସବୁ ବୁଝେଇ ଦେଇଛନ୍ତି। ଆହୁରି ତା ସହିତ କିଛି କିଛି ଦେଇଛନ୍ତି ପୁଡ଼ା ବାନ୍ଧିକିରି, କାଉ କଣ ଦେବା ପାଇଁ, ବାପାଙ୍କ ପାଇଁ, ମାଙ୍କ ପାଇଁ, ରାଧାରାଣୀଙ୍କ ପାଇଁ, ଚନ୍ଦ୍ରାବଳୀଙ୍କ ପାଇଁ, ଲଳିତାଙ୍କ ପାଇଁ, ସଖାମାନଙ୍କ ପାଇଁ ମଧ୍ୟ ଦେଇଛନ୍ତି। ବନ୍ଧୁବାନ୍ଧବ ଘରକୁ ଗଲେ ଖାଲିରେ ଗଲେ ହବ କି? ସାଙ୍ଗସାଥି ବନ୍ଧୁବାନ୍ଧବ ଘରେ ଗଲେ କଣ ଖାଲି ଯିବ ସେଠି? ଖାଲିରେ ଗଲେ ରାସ, ସେଟା ନିୟମ ନାହିଁ, ଆମର ନୀତି ବିରୁଦ୍ଧ। ଦେବତାଙ୍କ ପାଖକୁ ଯିବ, ଗୁରୁଙ୍କ ପାଖକୁ ଯିବ, ବନ୍ଧୁବାନ୍ଧବ ଭାଗ ଗଲେ କିଛି ନା କିଛି ଗୋଟେ ଧରିକି ବାଟରୁ ପୁଡ଼ା ଗୋଟେ କଣ ହେଲେ କିଣିକି ଖଜା ମିଜା ଧରି ଆଗ ଯାଉଥିଲେ। ଏବେ ଆଜିକାଲି କଣ କରୁଥିବେ ଜଣା ନାହିଁ। ସେ ତ ଆମମାନେ ସବୁ ପିଲାବେଳେ କିଏ ମାମୁଁ ଆଇଛି ଗୁଡ଼ାଉ ଦେଲେ କଣ ଆଣିଦେଉଲେ ଆଇକିରି ଅଣାଳିକିରି ତାଙ୍କର ସବୁ ଖାଇ ଉଠାନ୍ତି। ସବୁ ଦେଇଛନ୍ତି ତାଙ୍କୁ ସବୁ ଉପହାର। ସମସ୍ତଙ୍କୁ ଉଦ୍ଧବ ଆଣିଲେ, ତାଙ୍କୁ କହିଲେ, ମୁଁ ଅହଂ ଭର୍ତ୍ତୁ ରହସ୍କର, ମୁଁ ମୋର ଭର୍ତ୍ତା, ମୋର ପ୍ରଭୁ, ତାଙ୍କର ରହସ୍ୟ କର୍ମ, ଗୋପନୀୟ କର୍ମ ଯେତେ ଅଛି ମୋ ଦ୍ୱାରା ସବୁ କରନ୍ତି। ସେଇଥିପାଇଁ ମତେ ଏଇଠିକି ପଠେଇଲେ। ତମକୁ ଗୋଟେ ଚିଠିରେ ଲେଖିକି ଦେଇଛନ୍ତି। ଆଉ ତମେମାନେ ସବୁ କାନ୍ଦୁଛ କାହିଁକି? କାହିଁକି ତମେମାନେ ସବୁ ନ ଖାଇ ନ ପିଇକିରି ଏ ପ୍ରକାର ହଉତ? ସିଏ ତ ତାଙ୍କର ବାପା ନାହାନ୍ତି, ତାଙ୍କର ସିଏ ତ ଭଗବାନ, ସିଏ ତାଙ୍କର ନିରାକାର, ସିଏ ନିର୍ବିଶେଷ, ସିଏ ତାଙ୍କର ନିର୍ଗୁଣ ପୁରୁଷ, ସିଏ ତାଙ୍କର ପିତା ମାତା ନାହିଁ, ଭାଇ ବନ୍ଧୁ ନାହିଁ, ପ୍ରିୟା ପ୍ରିୟ ନାହିଁ, କିଏ କିଛି ନାହାନ୍ତି ତାଙ୍କର। ତାଙ୍କ ଲାଗି ତମେ କାହିଁକି ଏ ପ୍ରକାର ନ ଖାଇ ନ ପିଇକିରି ପଡ଼ିକିରି କରୁଛ? ମୁଁ ତମକୁ ଆସିଲି, ମତେ ବୁଝେଇ ଦେବା ପାଇଁ କହିଛନ୍ତି, ଚିଠି ଲେଖି ଦେଇକି ବୁଝେଇ ଆସିଛନ୍ତି କହିଲେ। ଗୋପୀମାନେ କହିଲେ, ଅନେକ କଥା ଅଛି ଭାଗବତରେ, ଏଗୁଡ଼ା ବର୍ଣ୍ଣନା କରାଯାଇଛି। କହିଲେ, ଓହୋ, ତମେ ତାଙ୍କୁ ପ୍ରଭୁ ବୋଲି କହୁଛ, ଇଆଡ଼େ ସଖା ବୋଲୁଛ, ଇଆଡ଼େ ଭାଇ ବୋଲୁଛ, ଇଆଡ଼େ ତାଙ୍କୁ ବୋଲୁଛ, ତାଙ୍କର କିଏ ନାହିଁ ବୋଲୁଛ। ବୁଝିଲ? ତାଙ୍କର ପ୍ରିୟା କିଏ ନାହିଁ, ପ୍ରିୟ କିଏ ନାହିଁ, ବାପା ନାହିଁ, କିଏ ମା ନାହିଁ, ସଖା ନାହିଁ, ସଖୀ ନାହିଁ, ତାଙ୍କର ରୂପ ନାହିଁ, ଗୁଣ ନାହିଁ, କିଛି ନାହିଁ। ହେଲେ ଅଛି କଣ ତାଙ୍କ ପାଖରେ କହିଲ? କଣ ଅଛି ତାଙ୍କ ପାଖରେ? ଏ ଯୋଉ ଯେତିକି ଜ୍ଞାନୀ ଜାଗା ପ୍ରଚାର କରୁନାହାନ୍ତି କି ସବୁ ବୁଲିକିରି ଗାଁଟା ବସି ନିରାକାର କରିକିରି ଯୋଉ ମଞ୍ଜେଇ ଖାଇ ବୁଲୁଥାଉଛନ୍ତି, ଇଣ୍ଡିଆ କହିବେ ସବୁ। ତାଙ୍କର ଏଇଟା ନାହିଁ, ତାଙ୍କର ସେଇଟା ନାହିଁ, ଅଛି କଣ କୁହ? ସେଇଟା ଜାଣନ୍ତିନି। ସେଇଠି ଗୋପୀମାନେ କହିଲେ,
ଆମେ ତ ଜାଣିଛୁ ତାଙ୍କ ପାଖରେ ସବୁଠୁ ଅଧିକ ପ୍ରୀତି ଅଛି। ବ୍ରହ୍ମାଙ୍କୁ ପରାସ୍ତ କଲେ, ଇନ୍ଦ୍ରଙ୍କୁ ପରାସ୍ତ କଲେ, ଆମମାନଙ୍କୁ ଭଲ ପାଇବା ପାଇଁ ଆମମାନଙ୍କୁ ପ୍ରୀତି କରିକି ସିଏ ଦେବତାମାନଙ୍କୁ ମଧ୍ୟ ଦଣ୍ଡ ଦେଲେ, ବହିଷ୍କାର କଲେ। ଆମକୁ ଆମ ସହିତ ନୃତ୍ୟ କରିଛନ୍ତି, ଗୀତ ଗାଇଛନ୍ତି, ତାଳ ବଜେଇଛନ୍ତି, ଆମମାନଙ୍କ ସହିତ କେତେ ପ୍ରୀତି କରିଛନ୍ତି, ସ୍ନେହ କରିଛନ୍ତି। ଗୋବର୍ଦ୍ଧନରେ ଯମୁନାରେ ନୌକା ବିହାର କରିଛନ୍ତି, ମାନସ ସରୋବର ଭିତରେ ନୌକା ବିହାର କରୁଛନ୍ତି, କେତେ ଖେଳୁଛନ୍ତି। ଫୁଲ ବଣରେ ଖେଳୁଛୁ, ଫୁଲ ମାଳ କରି ସଜେଇଛୁ, ଆମମାନଙ୍କୁ ଫୁଲ ମାଳ କରି ସଜେଇଛନ୍ତି। ଚନ୍ଦନ ଗୁରୁ ଇତ୍ୟାଦି କରି ନିକୁଞ୍ଜ ଲୀଳା କରିକି କେତେ କ'ଣ କରୁଛନ୍ତି। ସଖା ପିଲାମାନଙ୍କ ସହିତ ଖେଳିଛନ୍ତି, ବାପା ମାଙ୍କ ସହିତ କାନ୍ଦିକିରି ତାଙ୍କ ସହିତ ବୁଲୁଥିଲେ। ଶେଷରେ ମାଙ୍କ ପାଖରେ ଅଳି କଲେ, ଦହି ହାଣ୍ଡି ଭାଙ୍ଗିଦେଲେ, ମା ତାଙ୍କୁ ଦୌଡ଼ିରେ ବାନ୍ଧିଦେଲେ। ତାଙ୍କ ନାଁ ଦାମୋଦର ବୋଲିକିରି ନାଁ ହେଲା। ବୋଲ ଦାମୋଦର ଭଗବାନ କି ଯାଏ। ତମେ କେମିତି କହୁଛ କିଛି ନାହିଁ ତାଙ୍କର ବୋଲି? ପ୍ରୀତିର ପ୍ରେମର କଥା କହିଲେ ତମେ ଯୋଉ କଥା କହୁଛ, ଆମେ ଯେତେବେଳେ କୃଷ୍ଣଙ୍କୁ ଆମେ ନ ଖାଇକିରି ଆମେ ମରିଯିବୁ, ଆମର ଦୁଃଖ ନାହିଁ। କିନ୍ତୁ କୃଷ୍ଣଙ୍କର ଯେତେବେଳେ ପ୍ରେମ କଥା ସେ ଯେତେବେଳେ କହୁଥିଲେ, ହେ ରାଧେ ତମକୁ ନ ଦେଖି ମୋର ଆଜି ମନ ଖୁବ ଉଦାସୀନ ହେଇଛି, ବିଚଳ ହେଇଛି। ଆମେ ଯେତେବେଳେ ମାନ କରିକି ରହିଯିବୁ, ଅଭିମାନ କରିବୁ, ଗୁମାନ କରିବୁ, ଆମ ଗୋଡ଼ ତଳେ ଆସିକିରି ପଡ଼ିକିରି କ୍ଷମା କର, ମତେ ଦୋଷ ହେଇଯାଇଛି, ମୋର କ୍ଷମା କର ବୋଲି କହିଲେ, ଏବଂ ତମେ ହଉଛ ମୋର ସବୁଠୁ ପ୍ରିୟତମା, ଏ ଯୋଉ ସବୁ କହୁଥିଲେ କଥା, ସେ କଥା ଯେତେବେଳେ ଆମର ମନେ ପଡ଼ିବ, ଗୋବର୍ଦ୍ଧନ ଧାରଣ କରି କେମିତି ଆମକୁ ରକ୍ଷା କରିଥିଲେ ସେ କଥା ମନେ ପଡ଼ିଲେ ହୃଦୟ ଭିତରେ କୃଷ୍ଣଙ୍କୁ ଆମେ ଅନୁଭବ କରୁଛୁ। ସତେକି ଆମେ ଗୋବର୍ଦ୍ଧନରେ ଅଛୁ, କୃଷ୍ଣ ଆମକୁ ଗୋବର୍ଦ୍ଧନ ଧାରଣ କରି ରଖିଛନ୍ତି ଏବଂ ଇନ୍ଦ୍ର ବାହାରେ ବର୍ଷା କରୁଛି, ଝଡ଼ ତୋଫାନ କରୁଛି। ଆମେ ସେତେବେଳେ ଆନନ୍ଦରେ ମଗ୍ନ ହେଇଯାଉଛୁ। ସତେକି ଆମେ ଗୋବର୍ଦ୍ଧନ ଲୀଳାରେ କରିଥାଉଛୁ, ଆନନ୍ଦ ପାଉଛୁ। ତମେ କହୁଛ ତାଙ୍କ ପାଖରେ କିଛି ନାହିଁ। ଶୁଣିଲା ପରେ କ'ଣ ହଉଛି କଥାଟା ଜାଣିଛ? ଉଦ୍ଧବ 34 କେତେ ଆମର ଓଡ଼ିଆରେ ଭକ୍ତ ଚରଣ ଦାସ ଲେଖିଛନ୍ତି। ଘର ସଙ୍ଗୀତଜ୍ଞ ମାନେ ଅଛ, ଟିକେ ଚାରି ପଦ ଟିକେ ଗାଇବା, ଟାଇମ ତ ହେଇଗଲାଣି। কৃষ্ণ কথা দিনে পড়ুথিলা মনে ধানু লাগি যেনে হরিণী কৃষ্ণ কথা দিনে পড়ুথিলা মনে ধানু লাগি যেনে
କଥା ଦିନେ ପଡୁଥିଲା ମନେ ଭାନୁ ଲାଗି ଯେନେ ନଳିନୀ। ଶ୍ରୀକୃଷ୍ଣଙ୍କର କଥା ଆମର ଯେତେବେଳେ ମନେ ପଡିଥାଏ କେମିତି ହୋଇଥାଏ ନା ଭାନୁ ହେଲେ ସୂର୍ଯ୍ୟ, ନଳିନୀ ହେଲେ ପଦ୍ମ। ଯେମିତି ସୂର୍ଯ୍ୟ ଉଦୟ ହେବେ ପଦ୍ମ ଫୁଲ ତା ମନକୁ ଫୁଟିଯାଏ। କୃଷ୍ଣ ହେଲେ ସୂର୍ଯ୍ୟ, ପଦ୍ମ ହେଲେ ଆମର ଆତ୍ମା ହୃଦୟ ଭିତରେ। ଯେତେବେଳେ ସେ କଥା ତାଙ୍କର ମନେ ପଡୁଛି ହୃଦୟ ଭିତରେ ବିକଶିତ ହେଲା ଭଳି ଆମର ପଦ୍ମ ଫୁଲ ବିକଶିତ ହେଇଯାଉଛି। ଯେତେବେଳେ ସୂର୍ଯ୍ୟ, ତାଙ୍କ ନାଁ ହେଉଛି ସୂର୍ଯ୍ୟ ବନ୍ଧୁ, ଯେତେବେଳେ ବିକଶ ହେଉଛି ମହୁ ଆସୁଛି, ସୁଗନ୍ଧ ଆସୁଛି, ତେଜ ଆସୁଛି, କାନ୍ତି ହେଉଛି, ଖିଳିଖିଳିଆ କରି ଆନନ୍ଦରେ ସିଏ ପଦ୍ମ ପାଣି ଭିତରେ ଥାଉଛି। କିନ୍ତୁ ସେ ସମୟରେ ଗୋଟେ ମେଘ ପଳେଇ ଆସିବ, ସୂର୍ଯ୍ୟ ଉଦୟ ହେଲା, ପଦ୍ମ ଫୁଟିଲା, ଗୋଟେ ମେଘ ପଳେଇ ଆସିଲା। ମେଘରେ ଆସିକି ତାକୁ କ'ଣ କଲା ନା କୁଆପଥର ପାଣି ବର୍ଷା ହେଲା। କ'ଣ ହବ ସେ ପଦ୍ମର ଅବସ୍ଥା? କ'ଣ ହବ? ପଦ୍ମ ଫୁଟିଲା, ସୂର୍ଯ୍ୟ ଉଦୟ ହେଲେ, ମେଘ ଗୋଟେ ପଳେଇ ଆସିଲା। ସେ ମେଘ ଆସିକିରି ତାହିଁରେ ବର୍ଷା କୁଆପଥର ବର୍ଷେଇଲା। ପଦ୍ମର ଅବସ୍ଥା କ'ଣ ହବ? କ'ଣ ହବ? ଷ୍ଟେସନରେ ହେଲୁ ଗୋପାଳ। ଆମର ଅବସ୍ଥା ସେଇଆ। ତମେ ଭଗବାନ କଥା ଶୁଣିଲେ ମନରେ ହୃଦୟ ଭିତରେ ଆମର ତାଙ୍କୁ ଦର୍ଶନ କରୁଛୁ, ତାଙ୍କୁ ଆନନ୍ଦ ପାଉଛୁ, ତାଙ୍କୁ ଅନ୍ତର ଭିତରେ ଯୋଉ ଆମେ ଅନୁଭବ କରୁଛୁ। ତମେ ଯୋଉ କଥା କହିଲ ତାଙ୍କର ପ୍ରିୟ ନାହିଁ, ତାଙ୍କର ପ୍ରିୟା ନାହିଁ, ତାଙ୍କର କିଏ ସଖା ନାହିଁ, କିଏ ତାଙ୍କର ପିତା ନାହିଁ, ବନ୍ଧୁ ନାହିଁ, କିଏ କିଛି ନାହିଁ ବୋଲି କହିଲ, ଏ କଥା ଆମର ଶୂଳ ବିଦ୍ଧା ହେଲା ଭଳି, କୁଆପଥର ବଜ୍ର ପଡ଼ିଲା ଭଳି ହୃଦୟକୁ ଆମକୁ ବ୍ୟଥା ହଉଛି। ଦେଖୁଛ ତ ଆମକୁ ରୂପ କାନ୍ତି ଦେଖ ଦରିଦ୍ରାଣୀ ବେଶ କୃଷ୍ଣ ବିନୁତ ରୂପ କାନ୍ତି। ଦେଖୁଛ ତ ଆମର ରୂପ ବେଶ, ରୂପ କାନ୍ତି ଦେଖ ଦରିଦ୍ରାଣୀ ବେଶ। ଆମେ ସବୁ ଅଛି, କିନ୍ତୁ କୃଷ୍ଣଙ୍କର ଚିନ୍ତାରେ, କୃଷ୍ଣଙ୍କର ଯୋଗୁ ଦରିଦ୍ରାଣୀ ବେଶ। ତନୁ କ୍ଷୀଣଟି, ଶରୀର ଆମର କ୍ଷୀଣ ହେଇଗଲାଣି, ଖାଇପାରୁନୁ, ବସିପାରୁନୁ, ଶୁଣିପାରୁନୁ ତାଙ୍କ ଚିନ୍ତାରେ। କିନ୍ତୁ ଅନ୍ତର ଭିତରେ ତାଙ୍କ କଥା ଭାବିଲେ ଆନନ୍ଦରେ ଆମେ ନିମଗ୍ନ ହେଇଯାଉଛୁ। କିନ୍ତୁ କର ପଲ୍ଲବର କନିଷ୍ଠ ମୁଦ୍ରିକା କଙ୍କଣ ହୋଇଲା ମୁଦ୍ରକୁ, ଏ କାଣିଆ ଗୁଣ୍ଡରେ ଆମର ମୁଦି ଏବେ ଡେଣାରେ କଙ୍କଣ ହେଇଗଲାଣି। ଆମର ଅବସ୍ଥା ଦେଖୁଛ ଏଇ ପ୍ରକାର। ତମେ ତାଙ୍କୁ କହୁଛ ସିଏ ହଉଛନ୍ତି ତାଙ୍କର ପ୍ରିୟା ନାହିଁ, କିଏ ପ୍ରିୟ ନାହିଁ, ତାଙ୍କର କିଏ ପିତା ନାହିଁ, ମାତା ନାହିଁ, ଭାଇ ନାହିଁ, ବନ୍ଧୁ ନାହିଁ, କିଏ ନାହିଁ, ସର୍ବ ଏବ ଏବ ସର୍ବ କାରଣ କାରଣ ବୋଲି କହୁଛ। ଏଇ ଯୋଉ କଥା କହୁଛ, ତମେ ଯେତେ କଥା କହିଲେ ଆମର ସହିତ ତାଙ୍କର ଯୋଉ ସମ୍ବନ୍ଧ ଅଛି ଏଇଟା କେବେ ପଳେଇବ? କହିଲେ କର୍ପୂର କସ୍ତୁରୀ ଦୁଇ ସମ କରି
মধ্যে লগাইলে রসুন সুবাস বাসনা প্রায় বাসুଥିଲେ ଏବେ ନଗଲା ଗୁଣ ସୁବାସ ବାସନା ପ୍ରାୟ ବାସୁଥିଲା ଏବେ ନଗଲା କର୍ପୂର କସ୍ତୁରୀ ଚନ୍ଦନ ଅଗୁରୁ ମିଶେଇକିରି ରସୁଣକୁ ଯଦି ବୋଳିକିରି ଦବ, ରସୁଣଟାକୁ କର୍ପୂର କସ୍ତୁରୀ ଚନ୍ଦନ ବୋଳିକିରି ତାକୁ ଦବ, ଲଗେଇବ ତାକୁ ରସୁଣକୁ, ସେ ରସୁଣ କେବେ ହେଲେ ତାର ବାସନା ଛାଡ଼ିବ କି? ତମର ଯୋଉ କଥା, ଯୋଉ ତମେ ଯୋଉ ଶିକ୍ଷା ଦଉଛ ତମର ବ୍ରହ୍ମଜ୍ଞାନ କଥା, ଇଏ ଆମର ଯୋଉ ଭାବ ତାଙ୍କ ପ୍ରତି ସେ କେବେ ହେଲେ ସେଇଟା ଯିବନି। କିମ୍ବା କୃଷ୍ଣଙ୍କୁ ଯୋଉ ବଡ ତାଡ଼ କରିକି ତମେ କହୁଛ, ଆମର ଯୋଉ ବିଚ୍ଛେଦ କରିକି ଆମକୁ ଯାଇଛନ୍ତି, ତାଙ୍କର ସେଇ ଯୋଉ ଗୁଣ ଅଛି ସେଇ ଗୁଣ ମଧ୍ୟ କେବେ ଯିବ ନାହିଁ। ଆଉ ଗୋଟେ କହିଲେ ପଦରେ ଦିଟା ଗାଇବା ନାଇଁ କି? ତମେ ଯୋଉ ବନ୍ଦ କରୁଛ ତବଲା ଫବଲା, ଆଉ ଧର ତ୍ରିପୁଟା ତାଳରେ ନାଇଁ କି? ଦହି ନବ, ଗୁଡ଼ ନବ, ପଞ୍ଚାମୃତ କରିକି ଲିମ୍ବ ନେଇକିରି ଲିମ୍ବ ମୂଳରେ ନେଇକିରି ଢାଳିବ ନାଇଁ କି? ଲିମ୍ବ ଗଛକୁ ନେଇକି ଗୁଡ଼ ଦହି ଇତ୍ୟାଦି ନେଇକିରି ତାକୁ ଲିମ୍ବ ଗଛରେ ଦବ। ମହୁ ଫେଣା ନେଇକିରି ଲିମ୍ବ ଗଛର ଚାରି କାନ ଯାକ ମହୁ ଲଗେଇବ। ଲିମ୍ବ କେବେ ହେଲେ ମଧୁର ହବ? ଗୋପୀମାନେ ତାଙ୍କୁ ପଢଉଛନ୍ତି ପାଠ କାହାକୁ? ଉଦ୍ଧବଙ୍କୁ। ଉଦ୍ଧବଙ୍କର ଜ୍ଞାନ, ଆଙ୍କର ଯୋଉ ପ୍ରେମ, ସେଇଥିରେ ଆହୁରି କେତେଟା ପଦ ଅଛି, ଆଡେ 9:30 ହେଇଗଲାଣି। ନାଇଁ ଆହୁରି ଗୋଟେ ରହିଛି ପଦ ଯେ ସମୟ ହେଇଗଲାଣି, ବୁଝିଲ? ପ୍ରସାଦ ପାଇବାକୁ ଯିବା।
ପୂର୍ଣ୍ଣ କରିଦିଅ। ପୂର୍ଣ୍ଣ କରିଦେବା। ଅତି ଯତ୍ନ କରି ଗଧକୁ ମଣ୍ଡିଲେ ସେ କି ଅସ ପରି ହୋଇବ। ଅତି ଯତ୍ନ କରି ଗଧକୁ ମଣ୍ଡିଲେ ସେ କି ଅସ ପରି ହୋଇବ। ବାଉଁଶ ଗଛରେ ମଳୟ ଲାଗିଲେ ସେଇ କି ଚନ୍ଦନ ହୋଇବ। ବାଉଁଶ ଗଛରେ ମଳୟ ଲାଗିଲେ ସେଇକି ମଳୟ ହୋଇବ। କେତେ ଯତ୍ନ କରିକି ଗଧୁଟାକୁ ମଣ୍ଡନ କରିବ ବୋଲି ଘୋଡ଼ା ହବ କି ସେ? ହବ? କେବେ ହବନି। ଏ ବାଉଁଶ ଗଛରେ କେତେ ମଳୟ ପବନ ଆସିକି ଲାଗିଲେ ସେ କେବେ ହେଲେ ଚନ୍ଦନ ହବ? ଚନ୍ଦନ ସୁଗନ୍ଧ ଆସିବ ତାର? କେବେ ଆସିବନି। ତମେ ଯୋଉ କଥା ଗୁଡ଼ିକ କହୁଛ ଉଦ୍ଧବ, ଆମର ସମ୍ବନ୍ଧଟା ସେଇ ପ୍ରକାର। ଆଉ ଗୋଟେ ପଦରେ କହିଦେଇ ଶେଷ କରିବା। କାକପୁରେ ଯାଇ କି କର ଡିମ୍ବ ଯେ କୋଟି ସେହିଠାରେ ଧରିଲା। କାକପୁରେ ଯାଇ କ୍ଷୀର ସନ୍ତାନେ କୋଟି ସେହିଠାରେ ଧରିଲା। ଦିନୁ ଦିନୁ ପିକ ବଧିତ ହୋଇନ ଗୋତ୍ର ସୁମରିୟୁ ବିଜଲା। ଦିନୁ ଦିନ ପିକ ଚତୁର ହୋଇନ କୋଟି ସୁମରି ଉଡ଼ିଗଲା। ଗୋଟିଏ ଉଦାହରଣ ଦେଲେ, କାଉ ଆଉ କୋଇଲି କି ଦୁଇଟିକି ତୁଳନା କରି କହିଲେ। କାଉ କେବେ ତାର ପିଲାକୁ ସେ ଡିମ୍ବକୁ କେବେ ହେଲେ ଉଷ୍ମେଇକିରି ବଡ଼ କରିବନି। କ'ଣ କରିବ? ଏ କାଉ ହେଉଛି କୋଇଲି। କୋଇଲି କ'ଣ କରିବ ନା, ଦେଖିବାକୁ ତ ଦୁଇଟି ଯାକ କଳା। ସେ କାଉ ଯୋଉଠି ଡିମ୍ବ ଦେଇଥିବ ତାର ବସାକୁ ଯିବ, ଯାଇକିରି ତା ଡିମ୍ବଟାକୁ ଦେଇଦବ, ଦେଇ ଦେଇକିରି ସେ କାଉର ଡିମ୍ବଟାକୁ କାଢି ଦେଇକିରି ଛାଡ଼ି ଦେଇକିରି ପଳେଇବ। କାଉ କ'ଣ କରିବ? ଆସିବ, ତାକୁ ବସିକିରି ତାକୁ ଡିମ୍ବଟାକୁ ଉଷ୍ମେଇକିରି ତାକୁ ରକ୍ଷା କରିବ, ଫୁଟେଇବ। ଫୁଟିଲା ପରେ ଦେଖିବ କାଉଟା ଯେମିତି କୋଇଲିଟା ସେମିତି ଧୀରେ ଯାକ ତ କଳା। ପିଲାବେଳେ କ'ଣ ତାଙ୍କର ବାହାରି ଥାଉଛି କି ଆକାରଟା ହେଇନଥିବ, ସ୍ୱରଟା ହେଇନଥିବ। ଇଏ ପଡ଼େ ସିନା କୋଇଲି କୁ କରିବ, ଇଏ କାହା କିନା କରିବ, ଆଉ ସ୍ୱରଟା ବାହାରିବ। ପିଲାବେଳେ ତ କିଛି ଜଣା ପଡ଼ୁନଥିବ। କାଉ କ'ଣ କରିବ? ତାଙ୍କୁ ବଢ଼େଇବ, ବଢ଼େଇକିରି ତାଙ୍କୁ ରକ୍ଷା କରିବ, ରକ୍ଷା କରି ବଢ଼େଇବ। କୋଇଲି ଯେତେବେଳେ ଟିକେ ବଡ଼ ହେଇଯିବ ସେତେବେଳେ କ'ଣ କରିବ? ଗୋତ୍ର ସୁମରି ଉଡ଼ିଗଲା। ଆମେ ସିନା ବଢ଼େଇଲୁ ଗୋଟେ, ତାଙ୍କୁ ଖୁଆଇ ପିଆଇକିରି ବଡ଼ କରି ରଖିକିରି କଲୁ, କିନ୍ତୁ ବଡ଼ ହେଇଗଲେ ତାଙ୍କ ଗୋତ୍ର ସୁମରିକିରି ପଳେଇଲା, ଆମକୁ ଭୁଲିଗଲା। ତମେ ଏ କଥା ଆସିକିରି ଆମକୁ ବୁଝେଇକିରି କହୁଛ, ଏଗୁଡ଼ାକ ସମୁଦାୟ ବଜ୍ର ଶୂଳ ଭଳି ଆମ ପାଇଁ ଆମର ଓଡ଼ିଆରେ
ଭକ୍ତଚରଣ ଦାସ ବହୁତ ବଡ଼ ଗୋଟେ ଉଦ୍ଧବ ଚଉତିଶା ଗ୍ରନ୍ଥ ଲେଖିଛନ୍ତି। ବହୁତ ଅର୍ଥପୂର୍ଣ୍ଣ, ଭାବପୂର୍ଣ୍ଣ ଏବଂ ଅଳଙ୍କାରପୂର୍ଣ୍ଣ ବାଦ୍ୟ ତାଳ ଏବଂ ଭାବରେ ବର୍ଣ୍ଣନା କରାଯାଇଛି। ଯାହା ହଉ ଉଦ୍ଧବଙ୍କୁ ବୁଝ କହିଲେ। ଉଦ୍ଧବ ଶେଷରେ ତାଙ୍କର ପ୍ରେମ ଦେଖି କହିଲେ, ତମେ ଯୋଉ ରହିଗଲେ କେତେ ମାସ, ପ୍ରତ୍ୟେକ ଜାଗାରେ କୃଷ୍ଣଙ୍କର ଲୀଳା ସବୁ ଯାଇକି ଦର୍ଶନ କଲେ, ତାଙ୍କ ପାଖରୁ ସବୁ ଶୁଣିଲେ, କୋଉଠି କାଳିୟ ଧାରଣ କରିଥିଲେ, କୋଉଠି ଗୋବର୍ଦ୍ଧନ ଧାରଣ କରିଥିଲେ, କୋଉଠି ତାଙ୍କେ ଅସୁରଙ୍କୁ ମାରିଥିଲେ, କୋଉଠି କ'ଣ କରିଥିଲେ, ସବୁ ଗଛ, ସବୁ ପର୍ବତ, ବଣ, କୁଣ୍ଡ ଏବଂ କୁଞ୍ଜ ସବୁ ଯାକୁ ଦର୍ଶନ କଲେ। ଶେଷରେ ତାଙ୍କ କଥା ଶୁଣି କହିଲେ, ଏତା ପରଂ ତନୁଭୃତୋ ଭୁବି ଗୋପବଧ୍ୟୋ ଗୋବିନ୍ଦ ଏବ ନିଖିଳାତ୍ମନିରୂଢ ଭାବଃ ବାଞ୍ଛନ୍ତି ଯଦଭବଭିଓ ମୁନୟୋ ବୟଞ୍ଚ କିଂ ବ୍ରହ୍ମ ଜନ୍ମଭିର ଅନନ୍ତ କଥାର ଶସ୍ୟ। ହେ ଗୋପୀ ମାନେ, ଏମାନେ ସବୁ ପୂର୍ବରେ ଋଷିମୁନି ମାନେ ଥିଲେ, ଦେବୀ ମାନେ ଥିଲେ, ଗୋଲୋକରୁ ଭଗବାନଙ୍କର ପାର୍ଶ୍ୱଦରେ ଆସିଛନ୍ତି। ତାଙ୍କେ ସାଧାରଣ ନାହାନ୍ତି, ମଣିଷ ନୁହନ୍ତି। ସେମାନଙ୍କର ପୂର୍ବ କଥା ସବୁ ବର୍ଣ୍ଣନା ଅଛି। ଏମାନେ ଯୋଉ ଜନ୍ମ ହେଇକିରି ଭଗବାନଙ୍କର ଯୋଉ ପ୍ରେମର ସହିତ, ପ୍ରୀତିର ସହିତ ତାଙ୍କର ମିଳନ କଥା ଏବଂ ବିୟୋଗ କଥା, ଦୁଇଟି ଯାକ କଥା ଏକାଥରେ ଯେ ବର୍ଣ୍ଣନା କରୁଛନ୍ତି। ବ୍ରହ୍ମା ବେଦରେ କରିଛନ୍ତି, ଆଗମ ଶାସ୍ତ୍ରରେ ମହାଦେବ କହିଛନ୍ତି, ସନକ ସଂହିତାରେ କରିଛନ୍ତି, ସମସ୍ତେ ବର୍ଣ୍ଣନା କରୁଛନ୍ତି। କିନ୍ତୁ ତାଙ୍କର ମୁଖରୁ ଯୋଉ ପ୍ରେମ ପ୍ରୀତି ରୂପରେ ଶ୍ରୀକୃଷ୍ଣଙ୍କର କଥା ରସ ଆସୁଛି, ବନ୍ଦେ ନନ୍ଦ ବ୍ରଜ ସ୍ତ୍ରୀଣାଂ ପାଦରେଣୁମଭିଘ୍ନସଃ ଯାସାଂ ହରି କଥୋଦ୍ଗୀତଂ ପୁନାତି ଭୁବନ ତ୍ରୟମ୍। ତାଙ୍କର କଥା ଶୁଣିଲେ ହୃଦୟ ଯେମିତି ତରଳିକି ତା ଭିତରେ ପ୍ରେମରେ ଯେମିତି ସେ ତରଙ୍ଗା ଭାସିଯିବ, ସେ ପ୍ରକାର କଥା ଆଉ କୋଉଠି ହେଲେ ନାହିଁ। ଶେଷରେ କହିଲେ, ମୁଁ ଯଦି ଏଇଠି ଗୋଟେ ଗୁଳ୍ମ ହେଇକିରି, ଲତା ହେଇକିରି, ଛୋଟ ହେଇକିରି ଗୋଟେ ଜନ୍ମ ହେଇଥାନ୍ତି, ଏମାନଙ୍କର ଯୋଉ ଚାଲୁଛନ୍ତି ତାଙ୍କର ପାଦରଜ ଆସିକିରି ମୋ ମୂଳରେ, ମୋର ମସ୍ତକରେ ପଡିଥାନ୍ତା, ତାହେଲେ ତାଙ୍କର ଏଇ ଭାବ, ତାଙ୍କର ଏଇ ପ୍ରେମ ଯୋଉ ଗୀତ, ପ୍ରେମର ଯୋଉ କଥାକୁ ମୁଁ ବୁଝିବାକୁ ସକ୍ଷମ ହୋଇଥାନ୍ତି ବୋଲି ପ୍ରାର୍ଥନା କଲି। ବନ୍ଦେ ନନ୍ଦ ବ୍ରଜ ସ୍ତ୍ରୀଣାଂ ପାଦରେଣୁ ଭଗ୍ନେଶ ଯାସାଂ ହରି କଥୋଦ୍ଗୀତଂ ପୁନାତି ଭୁବନ ତ୍ରୟମ୍। ତାଙ୍କର ମୁଖର ହରି କଥା ଏବେ ଗାଁ ଗାଁରେ ଗୀତ ଗାଉଛନ୍ତି, କୀର୍ତ୍ତନରେ ଗୀତ ଅଛି, କବିମାନଙ୍କର ପାଣ୍ଡିତ୍ୟ ତାଙ୍କର ଗୀତରେ, ଓଡ଼ିଶୀ ଭାଷାରେ ସବୁଥିରେ ବର୍ଣ୍ଣନା କରିଛନ୍ତି। ନାଚ କରି ତାଙ୍କୁ ଲୋକମାନେ ସେ ପ୍ରେମରେ ଆବିଷ୍ଟ ହେଇକି ସେ ବୃନ୍ଦାବନର ରାଜକୁ ପ୍ରାପ୍ତ କରିଛନ୍ତି। ଚୈତନ୍ୟ ମହାପ୍ରଭୁଙ୍କର କୃପାରୁ, ଆମର ଗୁରୁବର୍ଗଙ୍କ କୃପାରୁ ଆମେମାନେ ମଧ୍ୟ ସେଥିପାଇଁ ଧନ୍ୟ। ଆମେ ଯୋଉଠି ଜନ୍ମ ହୋଇଛେ, ଆମର ଦେଶରେ କଳା ଅଛି, ବିଦ୍ୟା ଅଛି, କୀର୍ତ୍ତନ ଅଛି ଏବଂ ଆମମାନଙ୍କ ଭିତରେ ସେ ନାଟକ ଅଛି। ରାଧା ପ୍ରେମ ଲୀଳା, କୃଷ୍ଣ ଲୀଳା, ରାମ ଲୀଳା ଇତ୍ୟାଦି ଆମ ଭିତରେ ଆମେ ସେଇଥିରେ ବଢ଼ିକି ରହିଛେ। ଏଇଠି ଆମ ମାନଙ୍କର ସୌଭାଗ୍ୟ। ସମସ୍ତଙ୍କର ମଙ୍ଗଳ ହଉ। ଭାଗବତ କଥା ଶୁଣିବ, ସବୁବେଳେ ଶୁଣିବ, ଭୁଲିବନି ଏବଂ ସବୁ ବର୍ଷ କରିବ। ଆଉ ମହାତ୍ମାମାନଙ୍କ ପାଖରୁ ଶୁଣି ଆନନ୍ଦ କରିକି ସଂସାରରୁ ଅନାୟାସରେ ସୁଖରେ ଭଗବାନଙ୍କର କଥା ନାମ କରିକି ଉଦ୍ଧାର ହେଇକି ଯିବ। ସମସ୍ତଙ୍କର ମଙ୍ଗଳ ହଉ। ନିତାଇ ଗୌର ପ୍ରେମାନନ୍ଦେ ହରି ହରି। ଗୋବିନ୍ଦ 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 ଗୋବିନ୍ଦ। ସମସ୍ତେ କୀର୍ତ୍ତନ କର। ଗୋବିନ୍ଦ ଗଳୁଛି ମକରନ୍ଦ ପାନ କରି, ମକରନ୍ଦ ପାନ କରି, ତରିଲେ ବ୍ରଜ ନାରୀ, ବ୍ରଜ ନାରୀ
आरती श्रीमानवत भगवान की आरती पापियों को ये अमर ग्रंथ ये मुक्ति पंथ ये पंचम वेद निराला नव ज्योति जलाने वाला ये अमर ग्रंथ ये मुक्ति पंथ ये पंचम वेद निराला नव ज्योति जलाने वाला हरे राम हरे राम हरे राम हरे राम मंगली की आरती श्रीमानवत भगवान की आरती पापियों को पाप से तारती ये सत्य गीत पावन पुनित पाप को मिटाने वाला हरि हरस जमाने वाला ये सत्य गीत पावन पुनित पाप को मिटाने वाला हरि हरस जमाने वाला ये सुख करने दुख हरने सुख भगवान की जय, महाराज की जय।